নমস্কার জয় জগন্নাথ দর্শক বন্ধু ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ରାଜ୍ୟରେ କାଳବୈଶାଖୀ ବର୍ଷା ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାଣନ୍ତୁ। ସମ୍ପୂର୍ଣ୍ଣ ଖବର ଜାଣିବା ପୂର୍ବରୁ ଆପଣଙ୍କ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଟିକିଏ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ନୋଟିଫିକେସନଟିକୁ ପ୍ରେସ୍ କରି ରଖନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ସର୍ବପ୍ରଥମେ ଜାଣିପାରିବେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଆପଣ ଏହି ନ୍ୟୁଜ୍ଟିକୁ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ ତଳେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଚାଲନ୍ତୁ ଦର୍ଶକ ବନ୍ଧୁ ଖବର ଉପରେ ନଜର ପକାଇବା। ଆଗାମୀ 3 ଦିନ ମଧ୍ୟରେ ଦିନର ତାପମାତ୍ରା 2 ରୁ 3 ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ଶୁକ୍ରବାର ଦିନ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ଏପ୍ରିଲ 30 ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଗଜପତି ଓ ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ ସନ୍ଧ୍ୟା ସମୟରେ ବଜ୍ରପାତ, ବର୍ଷା ଓ ପବନ 50 ରୁ 60 କିଲୋମିଟର ପ୍ରତି ଘଣ୍ଟା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମେ 1 ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ ବର୍ଷା ହୋଇପାରେ। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ପାଗ ଉପରେ ନଜର ରଖିବାକୁ ଏବଂ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି। ଫସଲ ଅମଳ ନ୍ୟାୟିକ ଭାବରେ ନିୟନ୍ତ୍ରିତ ହୋଇପାରେ ଏବଂ ଚାଷୀମାନଙ୍କୁ ପନିପରିବା, ଫଳକୁ କୁଆପଥର ଦାଉରୁ ରକ୍ଷା କରିବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏପ୍ରିଲ 30ରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କେନ୍ଦୁଝର, ନବରଙ୍ଗପୁର ଝଡ଼ ବର୍ଷା ସମ୍ଭାବନା ରହିଛି। 30 ରୁ 40 କିଲୋମିଟର ବେଗରେ ପବନ ବହିବାର ସହିତ ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ସୋନପୁର, ଢେଙ୍କାନାଳ, ନୂଆପଡ଼ା ଓ ସୁନ୍ଦରଗଡ଼ ମଧ୍ୟରେ ହୋଇପାରେ।